Praise the Lord. ମୁଁ ଫ୍ରାନ୍ସିସ୍ ଆପଣଙ୍କ ସମସ୍ତଙ୍କୁ ଡିଭାଇନ୍ ୱାର୍ଡ ୟୁଟ୍ୟୁବ ଚ୍ୟାନେଲରେ ସ୍ୱାଗତ। ଆଜିର ବିଷୟ ହେଉଛି ଆମେ ଧାର୍ମିକ ନା ପାପୀ। ବାଇବଲ ଏହି ବିଷୟରେ କଣ କହୁଛି ସେ ବିଷୟ ଦେଖିବା। ବାଇବଲ ଉଭୟ ସତ୍ୟ ଶିକ୍ଷା ଦିଏ, କିନ୍ତୁ ଭିନ୍ନ ଭିନ୍ନ ଅର୍ଥରେ ସଠିକ ଭାବରେ ବୁଝିବା ପାଇଁ ଆମକୁ ଶାସ୍ତ୍ର କଣ କୁହେ ତାହାର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ପଡ଼ିବ। ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ଆମେ ପାପୀ ଥିଲୁ। ବାଇବଲ ସ୍ପଷ୍ଟ ଭାବରେ କୁହେ ଯେ ମଣିଷ ଜନ୍ମରୁ ଏବଂ କାର୍ଯ୍ୟରୁ ପାପୀ ଅଟେ। ରୋମିଓ 3:23 ଆମେ ଜାଣିଲେ ସମସ୍ତେ ତ ପାପ କରିଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ଆଉ ରୋମିଓ 3:10 ଲେଖା ଅଛି, ଯେପରି ଲେଖା ଅଛି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ଏଇଠୁ ଆମେ ଜାଣିପାରିଲେ ଆମେ ଖ୍ରୀଷ୍ଟଙ୍କୁ ପାଇବା ପୂର୍ବରୁ ବା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଆମର ପରିଚୟ ହେଉଛି ପାପୀ, ବିଜାତୀୟ ଲୋକ। ଦ୍ୱିତୀୟ ପଏଣ୍ଟ, ଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ଆମେ ଧାର୍ମିକରେ ଗଣିତ ହେଲୁ। ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ୱାସ କରୁ, କିଛି ଅଲୌକିକ ଘଟଣା ଘଟେ। ଆମେ ଧାର୍ମିକ ବୋଲି ଘୋଷିତ ହଉ। ଆମେ ଖ୍ରୀଷ୍ଟଙ୍କ ଧାର୍ମିକତା ଗ୍ରହଣ କରୁ, ଆମର ନିଜର ନୁହେଁ। ଦ୍ୱିତୀୟ କୋରିନ୍ଥୀୟ 5:21 ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ରୋମିଓ 5:1 ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ତ ଆମର ନୂଆ ପରିଚୟ ହେଉଛି ଧାର୍ମିକ, କ୍ଷମା କରାଯାଇଥିବା। ଦ୍ୱିତୀୟ କୋରିନ୍ଥୀୟ 5:17 ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। 3 ନମ୍ବର ପଏଣ୍ଟ, କିନ୍ତୁ ବିଶ୍ୱାସୀ ମାନେ କଣ ଏପର୍ଯ୍ୟନ୍ତ ପାପ କରୁଛନ୍ତି ନା? ତ ତାହାର ସେନ୍ସାର ହେଲା ହଁ। ଯଦିଓ ଆମେ ଖ୍ରୀଷ୍ଟଙ୍କ ଠାରେ ଧାର୍ମିକ, ତଥାପି ଆମେ ଆମର ମାନବ ଶରୀରରେ ପାପ ସହିତ ସଂଘର୍ଷ କରୁଛୁ। ମଣିଷ ହିସାବରେ ଆମେ ପାପ ସବୁଦିନ କରୁଛୁ। ପାଉଲ କୁହନ୍ତି, ରୋମିଓ 7:18-20 ଯାଏ ଆମେ ଦେଖିବା, ମୁଁ ଯେଉଁ ଭଲ କାମ କରିବାକୁ ଇଚ୍ଛା କରେ ତାହା କରେ ନାହିଁ, ଏହା ମୋ ଭିତରେ ବାସ କରୁଥିବା ପାପ କରେ। ମାନେ ଆମେ ପଦବୀ ଅନୁସାରେ ଧାର୍ମିକ। ପରମେଶ୍ୱର ଆମକୁ ଯାହା ବୋଲି ଘୋଷଣା କରୁছে, ମାନେ ପରମେଶ୍ୱରଙ୍କ ଦ୍ୱାରା ଆମେ ଧାର୍ମିକ, ନିଜର ଦ୍ୱାରା ନାହିଁ। ପବିତ୍ରତାରେ ବୁଦ୍ଧି ପାଉଛୁ। ଆଉ ଚତୁର୍ଥ ପଏଣ୍ଟ ହେଲା, ଏବେ ଆମେ କଣ? ଆମେ ପାପୀ ନା ଧାର୍ମିକ? ବାଇବେଲ ହିସାବରେ ଆମେ କଣ? ପରିଚୟରେ ଆମେ ଧାର୍ମିକ। ଆମେ ଈଶ୍ୱରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ଏବଂ ଧାର୍ମିକ, କିନ୍ତୁ ଆମ ଶାରୀରିକ ଭାବରେ ଆମେ ପାପୀ। ଯେ ପର୍ଯ୍ୟନ୍ତ ଆମେ ଆମର ଗୌରବମୟ ଶରୀର ପାଇନାହୁଁ, ଆମେ ପାପ ବିରୁଦ୍ଧରେ ଲଢ଼ୁ। ତ ଆକ୍ଚୁଆଲି ବାଇବେଲ କଣ କୁହେ? ଜଣେ ପ୍ରକୃତ ଖ୍ରୀଷ୍ଟିଆନ କହିପାରିବ ଯେ ମୁଁ ଜଣେ ପାପୀ ଥିଲି। ମୁଁ ଏବେ ପାପୀ ନୁହେଁ, କିନ୍ତୁ ମୁଁ ପାପୀ ଥିଲି। ଈଶ୍ୱର ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ମୁଁ ପରିତ୍ରାଣ ପାଇଛି। ବର୍ତ୍ତମାନ ମୁଁ ଖ୍ରୀଷ୍ଟଙ୍କ ଠାରେ ପରମେଶ୍ୱରଙ୍କର ଧାର୍ମିକତା ଗ୍ରହଣ କରିଛି, ମାନେ ଖ୍ରୀଷ୍ଟଙ୍କର ଧାର୍ମିକତା ମୁଁ ଗ୍ରହଣ କରିସାରିଛି, କିନ୍ତୁ ମୁଁ ଏବେ ବି ପ୍ରତିଦିନ ପାପ ସହିତ ଲଢ଼ୁଛି। ଏହା ହେଉଛି ବାଇବଲର ସତ୍ୟ। ଆଉ ଅନ୍ତିମ ପଏଣ୍ଟ ହେଲା, ଏହା ଜାଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଆମେ ଜାଣିବା ଦରକାର ଯେ ଆମେ ଏବେ ପାପୀ ନୁହେଁ। ଆଉ କେବେ ଖ୍ରୀଷ୍ଟଙ୍କୁ ପାଇଛୁ ଗ୍ରହଣ କରୁଛୁ ବୋଲି ଗର୍ବ କରନ୍ତୁ ନାହିଁ ଯେ ମୁଁ ପାପ କରି ନାହିଁ ବୋଲି। ଆମେ ଗ୍ରହଣ କରିବା ପୂର୍ବରୁ ଆଧ୍ୟାତ୍ମିକ ଭାବରେ ବୃଦ୍ଧି ପାଆନ୍ତୁ। ମୁଁ ଖ୍ରୀଷ୍ଟଙ୍କ ଠାରେ ଧାର୍ମିକ, କିନ୍ତୁ ପ୍ରତିଦିନ ପାପ ସହିତ ଲଢ଼ିଥାଏ। ଏହି ବିଷୟ ଚିନ୍ତା କରନ୍ତୁ। ଆମେ ମଣିଷ ହେବା ଯୋଗୁଁ ଆମେ ଖ୍ରୀଷ୍ଟଙ୍କ ଠାରେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ଆମେ ଧାର୍ମିକରେ ଗଣିତ ହେଲୁ ବା ଘୋଷିତ ହେଲୁ, କିନ୍ତୁ ଆଜି ଯାଏ ଶାରୀରିକ ହିସାବରେ ଆମେ ସବୁଦିନ ପାପ ସହିତ ଲଢ଼ୁଛୁ। ଆମେ ପାପୀ ନାହୁଁ। ଯେତେବେଳେ ଆମେ ବିଜାତୀୟ ଥିଲୁ, ସେତେବେଳେ ଆମେ ପାପରେ ପରିଣତ ହେଇକରି ପାପରେ ଥିଲୁ, କିନ୍ତୁ ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ, ତେବେ ଖ୍ରୀଷ୍ଟଙ୍କର ଧାର୍ମିକତା ଆମେ ଗ୍ରହଣ କଲୁ, ମାନେ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଧାର୍ମିକରେ ଘୋଷିତ ହେଲୁ। ତ ଆସନ୍ତୁ ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଉ ବିଶେଷ କରି ଯଦି ଏହି ବାକ୍ୟ ଦ୍ୱାରା ଆପଣ କିଛି ବି ଶିଖିପାରିଥିବେ, ତ ମୋର ୟୁଟ୍ୟୁବ ଚ୍ୟାନେଲକୁ
ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ବିଷୟ ଗୁଡ଼ାକ ଜାଣିବା ପାଇଁ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରେଜ୍ ଦି ଲର୍ଡ।